ସାହିତ୍ୟର ପ୍ରକାର ଭେଦ, ଜୀବନର ବ୍ୟାଖ୍ୟା, ସାହିତ୍ୟର ସଂଜ୍ଞା ବା ନାମକରଣ। ସାହିତ୍ୟ ନାମରେ ଏକ ବା ଗୋଟିଏ, ହେଲେ ସ୍ଥିତିରେ, କାର୍ଯ୍ୟରେ, ପ୍ରକାରରେ ଅନେକ। ଗୋଟିଏ କଦାପି ନୁହେଁ। ଅନେକରେ ସାହିତ୍ୟର ବିବିଧତା ବା ବୈଚିତ୍ର୍ୟ ପ୍ରକାଶିତ ହୋଇଥାନ୍ତି। ଆଉ ସବୁ ପ୍ରକାରର ସାହିତ୍ୟର ଉପଲବ୍ଧି ସାହିତ୍ୟର ପ୍ରକାରକୁ ନେଇ ବି ଭିନ୍ନ ଭିନ୍ନ ମନୋଭାବ ମନକୁ ଆଣେ। ବୈଚିତ୍ର୍ୟ ପାଇଁ ପ୍ରକାର ରହିଅଛି। ଯଦି ବୈଚିତ୍ର୍ୟ ବା ବୈବିଧ୍ୟ ବା ବିବିଧତା ନଥାନ୍ତା, ତେବେ ସାହିତ୍ୟ ପ୍ରକାରରେ ଭେଦିତ ହୋଇନଥାନ୍ତା, ପାର୍ଥକ୍ୟ ଆଣିନଥାନ୍ତା। ଆକାର ବା ଆକୃତିରୁ ସାହିତ୍ୟ କ୍ଷୁଦ୍ର ଏବଂ ବୃହତ୍ ପ୍ରକାରରେ ବିଭକ୍ତିତ। କବିତା, ଗଳ୍ପ, ନାଟିକା, ପ୍ରବନ୍ଧ କ୍ଷୁଦ୍ର ଆକାରର ଏବଂ କାବ୍ୟ, ଉପନ୍ୟାସ, ନାଟକ, ଜୀବନୀ ବୃହତ୍ ଆକାରର ସାହିତ୍ୟ। ରଚନା ଦୃଷ୍ଟିରୁ ସାହିତ୍ୟ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ନାଟକ, ଏକାଙ୍କିକା, ପ୍ରବନ୍ଧ, ସମୀକ୍ଷା, ଜୀବନୀ, ଆତ୍ମଜୀବନୀ ହୋଇ ଅନେକ ରୂପରେ ରଚିତ ତଥା ପ୍ରତିଭାତ। ଭାଷା ଦିଗରୁ ସାହିତ୍ୟ ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, କନ୍ନଡ଼, ମାଲାୟାଲମ ଇତ୍ୟାଦି। ଅକ୍ଷର ଦିଗରୁ ସାହିତ୍ୟ ଲିଖିତ, ଅଲିଖିତ ବା ଶ୍ରୁତି ସାହିତ୍ୟ, ଲିଖିତ ସାହିତ୍ୟ। ସ୍ଥାନ ଦିଗରୁ ସ୍ୱଦେଶୀୟ, ବିଦେଶୀୟ, ଆଞ୍ଚଳିକ, ପ୍ରାଦେଶିକ। ପୁଣି ଦେଶ ଦିଗରୁ, ରାଷ୍ଟ୍ର ଦିଗରୁ ରାଷ୍ଟ୍ରୀୟ ସାହିତ୍ୟ। ଭାରତର ରାଷ୍ଟ୍ରୀୟ ସାହିତ୍ୟ ହେଉଛି ହିନ୍ଦୀ। ସୃଷ୍ଟି ଦିଗରୁ ସୃଜନଶୀଳ, ସମୀକ୍ଷାତ୍ମକ, ପରିଣତି ବା ସମାପ୍ତି ଦିଗରୁ ସୁଖାନ୍ତକ ଏବଂ ଦୁଃଖାନ୍ତକ ବା କମେଡ଼ି, ଟ୍ରାଜେଡ଼ି। ପ୍ରଦର୍ଶନ ଦିଗରୁ ଶ୍ରାବ୍ୟ ଏବଂ ଦୃଶ୍ୟ। ଯେଉଁ ସାହିତ୍ୟ ଶୁଣାଯାଏ ତାହା ଶ୍ରାବ୍ୟ ତଥା ଯେଉଁ ସାହିତ୍ୟ ଦେଖାଯାଏ ତାହା ଦୃଶ୍ୟ। ଯଥା ରେଡ଼ିଓ ନାଟକ ବା ବେତାର ନାଟକ ହେଉଛି ଶ୍ରାବ୍ୟ ସାହିତ୍ୟ ଏବଂ ମଞ୍ଚରେ ପ୍ରଦର୍ଶିତ ନାଟକକୁ ଦୃଶ୍ୟ ସାହିତ୍ୟ। ଯଥା ଚଳଚ୍ଚିତ୍ର ବା ସିନେମା, ଯାତ୍ରା, ଅନୁବାଦ ଜରିଆରେ ସାହିତ୍ୟ ଭେଦିତ ହୋଇଥାଏ, ଯାହାକୁ ଅନୁଦିତ ସାହିତ୍ୟ କୁହାଯାଏ। ପଢ଼ିକି ଭଲ ଲାଗିଲେ, ହୃଦୟସ୍ପର୍ଶୀ ହେଲେ ସାହିତ୍ୟ ଅନୁବାଦର ରୂପ ଧରେ। ଯେମିତି ଇଂରାଜୀ କବି ୱିଲିୟମ ୱାର୍ଡ଼ସୱାର୍ଥଙ୍କ ରଚିତ ଦି ସଲିଟେରୀ ରିପର ନାମକ କବିତାର ଦୁଇ ଗୋଟି ଅନୁବାଦିତ ରୂପ ରହିଥିବାର ଦେଖାଯାଇଅଛି। ପ୍ରଥମଟି ଅଧ୍ୟାପକ ନାରାୟଣ ମୋହନ ଦେଙ୍କର ଏକାକିନୀ କୃଷକ କାମିନୀ ନାମରେ ଏବଂ ଦ୍ୱିତୀୟଟି ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକଙ୍କର ଦେଖ ଏକାକିନୀ କେଦାର କୋଳେ ନାମରେ। ସେହିପରି ଇଂରାଜୀ କବିତା ଆଲେକ୍ଜାଣ୍ଡର ସେଲ୍କ୍ରିକ୍ର ଓଡ଼ିଆ ଅନୁବାଦ ଭକ୍ତକବି ମଧୁସୂଦନ ରାଓ ନିର୍ବାସିତର ବିଳାପ ନାମରେ କରିଛନ୍ତି। ଖାଣ୍ଟି ଅନୁବାଦ ତ ନୁହେଁ, ବରଂ ଅନୁସୃଜନ କବିତା କୁହାଯାଇପାରିବ। ସେହି କବିତାରେ ମନ ସମ୍ପର୍କରେ ସୁନ୍ଦର ପଦଟିଏ ଅଛି। ଆହା କିବା ଅଦ୍ଭୁତ ମନର ଗତି, ଅଚିନ୍ତନୀୟ ଅଟେ ତାର ଶକତି, କ୍ଷଣମାତ୍ରକେ ମନ କରେ ଦର୍ଶନ, ଏହି ଅପରିସୀମ ବିଶ୍ୱଭୁବନ, ଜିଣଇ ସହଜରେ ମନୁଷ୍ୟମତି, ପ୍ରଭଞ୍ଜନର ବେଗ ଆଲୋକ ଗତି। ସେହିପରି ଦି ସଲିଟେରୀ ରିପର ମୂଳ ଇଂରାଜୀ କବିତା। ବିହୋଲ୍ଡ ହାର୍ ସିଙ୍ଗଲ୍ ଇନ୍ ଦ ଫିଲ୍ଡ, ୟୁ ସଲିଟେରୀ ହାଇଲ୍ୟାଣ୍ଡ ଲାସ୍, ରିପିଂ ଆଣ୍ଡ ସିଙ୍ଗିଂ ବାଇ ହରସେଲ୍ଫ, ଷ୍ଟପ୍ ହିୟର ଅର୍ ଜେଣ୍ଟଲି ପାସ୍। ନାରାୟଣ ମୋହନ ଦେଙ୍କର ଏକାକିନୀ କୃଷକ କାମିନୀ କବିତାର ଅନୁବାଦ ରୂପ ହେଲା ଦୂରେ କେଦାରେ ପାନ୍ଥ ଦେଖ କାମିନୀ, ବିଜନଗିରି ଉପତ୍ୟକା ବାସିନୀ, ଏ ପାନ୍ଥ ଦଣ୍ଡେ ଏଥି କରିଣ ସ୍ଥିତି, ଶୁଣ ସେ ଏକାକିନୀ ବିଷାଦ ଗୀତି, ସ୍ୱହସ୍ତେ ଶସ୍ୟଗୁଚ୍ଛ ବାନ୍ଧିଣ ରଙ୍ଗେ, ପ୍ଲାବଇ ବନଭୂମି ସ୍ୱର ତରଙ୍ଗେ, ସୁରମ୍ୟ ଉପତ୍ୟକା ସୁମନ ଭାରି, ତହିଁ ଖେଳଇ ବାଳା ଗୀତ ଲହରୀ। ସେହିପରି ମଧୁସୂଦନ ରାଓଙ୍କର ନିର୍ବାସିତର ବିଳାପ। ଦେଖଇ ନେତ୍ର ଯାହା ଚଉଦିଗର, ଶେଷର୍ବର ଅଟଇ ମୋ ଅଧୀଶ୍ୱର, ମହିମଣ୍ଡଳେ ନାହିଁ ହେମନ୍ତ ଜନ, ମୋ ଅଧିକାର ଲୋଭେ କରିବ ରଣ, ଚାରିଆଡ଼େ ନୀଳ ସମୁଦ୍ର ଯାଏ, ଫୁଲ ଫଳ ଶୋଭିତ ବନ ଲତାଏ, ପଶୁପକ୍ଷୀ ସୃଷ୍ଟି କେଶରୀ କରି, ପଶୁ ସୃଷ୍ଟି ଯେତକ ସବୁ ମୋହରି। ରୁଚିକୁ ନେଇ ସାହିତ୍ୟର ପ୍ରକାରଭେଦ ହେଲା ଭଲ ସାହିତ୍ୟ, ଶସ୍ତା ସାହିତ୍ୟ, ଶୀଳ ସାହିତ୍ୟ, ଅଶୀଳ ସାହିତ୍ୟ। ଅନୁସୃତ ସାହିତ୍ୟ ନାମରେ ସାହିତ୍ୟର ଭେଦ ହେଉଛି ଗୋଟିଏ ମୂଳ ସାହିତ୍ୟର ଅନୁସରଣରେ ଆଉ ଏକ ପ୍ରକାରର ସାହିତ୍ୟର ସୃଜନକୁ ଅନୁସୃତ ସାହିତ୍ୟ କୁହାଯାଇଥାଏ। ଯେମିତି ବ୍ୟାସକବି ଫକୀରମୋହନ ସେନାପତିଙ୍କର ପେଟେଣ୍ଟ ମେଡ଼ିସିନ ଗଳ୍ପ ଉପରେ ଆଧାରିତ ନାଟ୍ୟକାର ଗୋପାଳ ଛୋଟରାୟଙ୍କର ଗୀତିନାଟ୍ୟ ଶ୍ରୀମତୀ ସମାର୍ଜନୀ,
ତାର କିଛି ପଦ ହେଲା ବାବୁ ହେଇ ଯେବେ କାବୁ କଲା ମତେ ମୁଘରେ ମୋହରି ଭାରି ଯା ଚନ୍ଦ୍ରମଣି ତୁ ମରିଯା ଆରେ ବାବୁ ହେଇ ଯେବେ କାବୁ କଲା ମତେ ମୁଘରେ ମୋହରି ଭାରି ଯା ବିଧାତା ତୁ ମରିଯା ବସିଥିଲି ଯେବେ ମୁଁ ବେଦିରେ ହୋଇ ବରର ହୁକୁମ କେତେ ବରର କେତେ ଖାତର ଦାନ୍ତ ନିକୁଟି ତା ବାପ କରିଥିଲା କନ୍ୟାଦାନ କିଏ ସେ ନ ଜାଣି କୁହ ବରଠାରୁ କନ୍ୟା ନ୍ୟୁନ ଆରେ ଆଜି ସେହି କନ୍ୟା ମୋହରି ଭାରି ଯା ମୋହ ଘରେ ଥାଇ ହୁକୁମ କରୁଛି ଚାଲିଯା ବସିଯା ଉଠିଯା ଯା 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 ଏଇ କନମୁନା ଏଇ ମାନେ ହେଲେ ଗୋଟିଏ ଭାରି ଯା ବିଧାତା ତୁ ମରିଯା ବସି କେତେ ବା କରିବି ବିଳାପ କରେ ବି ଟିକେ ଶାସ୍ତ୍ରୀୟ ସଙ୍ଗୀତ ଆଳାପ। ଛଅମାଣ ଆଠଗୁଣ୍ଠ ଉପନ୍ୟାସର ବେତାର ଦୂରଦର୍ଶନ ଏବଂ ପାର୍ବତୀ ଘୋଷଙ୍କ ପ୍ରଯୋଜିତ ଓଡ଼ିଆ ସିନେମା ଛଅମାଣ ଆଠଗୁଣ୍ଠ ଇତ୍ୟାଦିକୁ ଅନୁସୃତ ସାହିତ୍ୟ କୁହାଯାଇଥାଏ। କାଳିଜାଈ କିମ୍ବଦନ୍ତୀକୁ ଆଧାର କରି ଗୋକୁଳବନର କୋକିଳ କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର କାଳିଜାଈ କବିତା ରଚନା ଗାଥା କବିତା ପୁଣି ଶୋକ ଗୀତିକା ଏକାଧାରରେ କୁହାଏ। କାଳିଜାଈ କବିତାର ସ୍ମରଣୀୟ ପଦ ଦୁଇଟି ହେଲା ବର ବୋଲି ଯାର ଧରାଇଲ ହାତ କେତାର ଦେଖିଲ ସିରି ରୂପ ବିଦ୍ୟା ଆଉ ବିଭବ ବାପା ହେ ତିନି କି ଭଳି ଏଡ଼େ ହୀନିମାନ କରିବାକୁ ଯେବେ ମନରେ ଥିଲା ବିଚାର ଏନ୍ତୁଡ଼ି ଶାଳେଟି କିମ୍ପାଇଁ ବାପା ହେ ତଣ୍ଟି ଚିପି ନ ମାରିଲ ଝିଅକୁ ନିଶ୍ଚିନ୍ତେ ଦେଇଛୁ ପଠାଇ ବନସ୍ତକୁ ଜାଣୁ କପାଳ ଆଦରି ଯାଉଛି ବହୁଲ ପାଶୋରି ନ ଦେବୁ ମନୁ। ସାହିତ୍ୟର ପ୍ରକାର ଭେଦ କ୍ରମରେ ପୁରସ୍କୃତ ସାହିତ୍ୟ ପଠିତ ବା ପାଠ୍ୟାନ୍ତର୍ଗତ ସାହିତ୍ୟ ଏବଂ ସାଧାରଣ ଇତର ଶ୍ରେଣୀୟ ସାହିତ୍ୟ। ମନୋଜ ଦାସଙ୍କର ସାହିତ୍ୟ ପୁରସ୍କୃତ ପାଠ୍ୟାନ୍ତର୍ଗତ ଥିବାବେଳେ ମୋ ସ୍ୱାମୀ ନାହାନ୍ତି ଘରେ ଉଛୁଳା ପ୍ରେମ ଅଭାଗିନୀର ଚଉଠି ନାମକ ଉପନ୍ୟାସ ସବୁ ସାଧାରଣ ଇତର ଶ୍ରେଣୀ ଅଟନ୍ତି ଯାହାକି ରାସ୍ତା କଡ଼ରେ ଫୁଟପାଥ ଦୋକାନରେ ମିଳିଥାନ୍ତି। ପୁଣି ପ୍ରଖ୍ୟାତ ଏବଂ ଅଖ୍ୟାତ ସାହିତ୍ୟ ଅଛନ୍ତି। ପ୍ରଖ୍ୟାତ ସାହିତ୍ୟ ଲୋକପ୍ରିୟ ବା ପପୁଲାର ଆଉ ଅଖ୍ୟାତ ସାହିତ୍ୟ ଲୋକପ୍ରିୟ ନଥିବା ସାହିତ୍ୟ। ଏହିପରି ସାହିତ୍ୟର ପ୍ରକାରଭେଦ ଗଣନୀୟ। ତେବେ ସଂକ୍ଷେପରେ ସାହିତ୍ୟର ପ୍ରକାରଭେଦ ଯାହାକି ଉପରେ ଆଲୋଚିତ ହେଲା ସେସବୁ ହେଲେ ଆକାରଗତ ରଚନାଗତ ଭାଷାଗତ ବର୍ଣ୍ଣଗତ ସ୍ଥାନଗତ ସୃଷ୍ଟିଗତ ପରିଣତିଗତ ପରିବେଷଣଗତ ଭାଷାନ୍ତରଗତ ରୁଚିଗତ ଏହିପରି ଅନେକ ଭାଗରେ ବିଭକ୍ତ। କିଛି ସାହିତ୍ୟ ରଚନାରେ ପୂର୍ଣ୍ଣାଙ୍ଗ ଥିବାବେଳେ ଆଉ କିଛି ସାହିତ୍ୟ ରଚନାରେ ଅପୂର୍ଣ୍ଣ ହୋଇଥାନ୍ତି। ଯଥା କବିବର ରାଧାନାଥ ରାୟଙ୍କର ପାର୍ବତୀ କାବ୍ୟ ରଚନା ଦିଗରୁ ପୂର୍ଣ୍ଣାଙ୍ଗ ବା ପରିପୂର୍ଣ୍ଣ ନୁହେଁ ତାହା ଅସମ୍ପୂର୍ଣ୍ଣ ସାହିତ୍ୟ ଭେଦରେ ଯିବ। ସେହିପରି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କଣାମାମୁଁ ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ। ତେବେ ଏଭଳି ସାହିତ୍ୟ ଅବସ୍ଥିତିରେ କ୍ୱଚିତ୍ ବା କାଁ ଭାଁ।